ଏ ଉତ୍ସବ ହେଉଛି ଲୀଳାଭୂମି ବଗାନୀ ଶ୍ରୀମଦ ଆତ୍ମିକା ଆଶ୍ରମ। ଅନେକ ଦୁଃଖ କଷ୍ଟ ସହ୍ୟ କରି ଆମେ ଅନୁଭବ କରିଛୁ ଅନେକ ପ୍ରକାର ଲୀଳା ଉପମା ବିଭିନ୍ନ ପ୍ରକାର କାର୍ଯ୍ୟରେ ବ୍ୟତୀତ ହୋଇ ଏ ଆଶ୍ରମର ସଦସ୍ୟମାନେ କର୍ମକର୍ତ୍ତାମାନେ ଅନେକ ପ୍ରଚେଷ୍ଟା ଦ୍ୱାରା ଆଜି ଏ ପର୍ଯ୍ୟନ୍ତ ଏବଂ ଏହି ଆଶ୍ରମର ମହତ୍ଵ ଶୀର୍ଷ ସ୍ଥାନରେ ପହଞ୍ଚିବାକୁ ଯାଇଛନ୍ତି ତଥା ସାଧୁ ସନ୍ଥମାନଙ୍କର আগমন এবং অনেক বিভিন্ন সাধু সন্তଙ୍କୁ ডাকি আপ্যায়িତ କରିବା ସମସ୍ତଙ୍କୁ ଉପଯୁକ୍ତ ବ୍ୟବହାର କରିବା ଏସବୁ ବିଷୟକୁ ଦେଖିଲେ ଆମେ ପୂର୍ବରୁ ଯେଭଳି ଥିଲା ସେଇଭଳି ଆମକୁ ଲାଗୁଛି କିନ୍ତୁ ଗୋଟେ ଜିନିଷ ହେଉଛି କ'ଣ ମନୁଷ୍ୟ ଜୀବନରେ ସମସ୍ତେ ମୁକ୍ତି ପାଇଁ ଚେଷ୍ଟିତ ମୁକ୍ତିର ସ୍ୱରୂପକୁ ଆସ୍ୱାଦନ କରିବା ପାଇଁ ଶ୍ରୀ ଗୁରୁ ପରମାତ୍ମା ଭଗବାନ ସ୍ୱୟଂ ଆମକୁ ତତ୍ତ୍ୱ ପ୍ରଦାନ କରିଛନ୍ତି। ଏଭଳି ଅନେକ ଜନ୍ମ ପଳେଇଗଲାଣି 14 ଲାখ ଜମି ଅତିକ୍ରମ ହେଇଗଲାଣି ତାପରେ ପରମାତ୍ମାଙ୍କ କରୁଣା ବଳରୁ ଆମ ମନୁଷ୍ୟ ଜନ୍ମ ଲାଭ କରିଛନ୍ତି। ଆମେ ଜନ୍ମ ହଉଛନ୍ତି ପୁଣି ପିତା ମାତା ସାହି ପଡ଼ିଶା ଏମାନଙ୍କ ଦ୍ୱାରା ଆମେ ଅନୁପ୍ରାଣିତ ହେଇ ପୁଣି সেই বিষୟରେ ଆମେ ରଚି ଯାଇ ତାପରେ ପୁଣି ଜନ୍ମ ମୃତ୍ୟୁ ସଂସାର ଚକ୍ରରେ ପଡୁଛି। ଏହାକୁ ଉଦ୍ଧାର କରିବା ପାଇଁ ଏହାକୁ ଦୂର କରିବା ପାଇଁ ଶ୍ରୀ ଗୁରୁ ପରମାତ୍ମା ଗୁରୁ ଅବତାର ଧାରଣ କରିଛି। ସେ ଗୁରୁ ଅବତାର ଧାରଣ କରି ଜଗତର କଲ୍ୟାଣ ପାଇଁ ଆମକୁ ସୁସ୍ଥାପନ କରିଛି। ଅନେକ ସମୟରେ ବିଭିନ୍ନ ଭାବରେ ଭଗବାନ ଆସି ବିଭିନ୍ନ ରୂପରେ ଆସି ଏ ଜଗତର କଲ୍ୟାଣ କରି ଭକ୍ତମାନଙ୍କୁ ଉଦ୍ଧାର କଲେ। ଯେଭଳି ଏକ ପ୍ରକାର ଅବତାର ରାମକୃଷ୍ଣ ନୌସାରେ ଅସ୍ତ୍ର ଶସ୍ତ୍ର ଧରିଛନ୍ତି ରାକ୍ଷସମାନଙ୍କୁ ନିଧନ କରିଛନ୍ତି ତା ସହିତ ଧର୍ମସଂସ୍ଥା ମଧ୍ୟ ସ୍ଥାପନ କରିଛନ୍ତି। ସେଭଳି ବ୍ୟାସ ବଶିଷ୍ଠ ଆଦି ଯେତେ ମୁନି ଋଷି ତାପରେ ପରମ୍ପରା ଅନୁସାରେ ଗୁରୁ ଅବତାର ଧାରଣ କରିଛନ୍ତି ସେ ଧର୍ମକୁ ସୁସ୍ଥାପନ କରିଛନ୍ତି। ତେଣୁ ସେ ଧର୍ମକୁ ସୁସ୍ଥାପନ ଯେତେବେଳେ କରନ୍ତି ସେତେବେଳେ ପୂର୍ବରୁ ଯୋଉ କଳ୍ମଷ ଆମ ଭିତରେ ଥାଏ ଜନ୍ମ ଜନ୍ମ ଧରିକି ଏଇ ଯୋଉ କଳ୍ମଷ ସବୁ ରହିଛି ତାକୁ ଦୂର କରିବା ପାଇଁ ସବୁବେଳେ ଚେଷ୍ଟିତ ଥାଇକି ନିଜ ଆଦର୍ଶରେ ସମସ୍ତଙ୍କୁ ଅନୁପ୍ରାଣିତ କରିଥାନ୍ତି ନିଜେ ଆଚରଣ କରିଥାନ୍ତି ନିଜେ ସେ ଭାବରେ ଭାବିଥାନ୍ତି ଅନ୍ୟମାନଙ୍କୁ ଅନୁପ୍ରାଣିତ କରନ୍ତି। ଠିକ୍ ସେହିଭଳି ଯେତେବେଳେ ଧର୍ମର ଗ୍ଲାନି ହୁଏ ସେତେବେଳେ ଶ୍ରୀ ଗୁରୁ ପରମାତ୍ମା ଭଗବାନ ଗୁରୁ ଅବତାର ଗ୍ରହଣ କଲେ। ଗୁରୁ ଅବତାର ଗ୍ରହଣ କରି ସେ ଆମ ଭିତରେ ଅଧ୍ୟାତ୍ମ ଭାବକୁ ସେ ଧର୍ମ କରିଥିଲେ କିନ୍ତୁ ସେଇ ଭାବ ସେ ମୁକ୍ତିକୁ ଲାଭ ସେ ଆମକୁ ଉପଦେଶ ଦେଇଛନ୍ତି। କାରଣ ଶାସ୍ତ୍ର କହୁଛି ଗୁରୁ ବିଭିନ୍ନ ସାଧୁ ସନ୍ଥ ଉପରେ କହୁଛନ୍ତି ମୁକ୍ତି କଥା କହିଛନ୍ତି କିନ୍ତୁ ସେ ଗୋଟିଏ କଥା ତାଙ୍କୁ ପଦେ କରି କହୁଛି ମୁକ୍ତି ମୁଁ କରିବି। अरे बाबू
কিন্তু ଆମକୁ ଦୂରରେ ଥିଲା ଭଳିଆ ଜଣା ପଡୁଛି। ମୁଁ ଅର୍ଥାତ ତ ଭାବୁଥିବ ଯେ ମୁଁ ଆମେ ପ୍ରତି କଥା କଥାରେ ମୁଁ ଯାଉଛି ଖାଉଛି ପିଉଛି ତେବେ ନା କଥା ଏସବୁ ପାଇଁ ମୁଁ ତାକୁ କହିଥାଏ ତମେ ଗୋଟେ ଗୋଟେ ବସିଛ ମୁଁ ତାକୁ ତମକୁ କିଏ ପଚାରୁଛ କିଏ ବସିଛ ମୁଁ ବସିଛି ସବୁ ଆରମ୍ଭ କରି ମୁଁ ଏ ଶରୀରଟା ମୁଁ ନୁହେଁ ଯେଉଁଠି ନାକ ମାରିବ ହାତ ଆଖି ନାକ ଏସବୁ ମୁଁ ନୁହେଁ। ଏହାକୁ ବାଦ ଦେଲା ପରେ ଅବଶିଷ୍ଟ ଯେଉଁ ଚେତନ ଥାଏ ଯେଉଁ ଚେତନ ସାହାଯ୍ୟରେ ଶରୀର କାର୍ଯ୍ୟକ୍ରମ ହଉଛି ଇନ୍ଦ୍ରିୟ ମାନେ କାର୍ଯ୍ୟକ୍ରମ ହଉଛନ୍ତି ସେହି ମୁଁ ଅର୍ଥାତ ଆତ୍ମକୁ କିନ୍ତୁ ସେଇ ଯୋଉ ମୁଁ ଆତ୍ମାକୁ ମୁଁ ବୋଲି ଯେତେବେଳେ ଜାଣିଯିବ ସେ କୋଥିରେ ଅଛି ସେ ଦୂରରେ ନାହିଁ ଆମେ ଦୂରରେ ଖୋଜି ବୁଝୁଛନ୍ତି ଯେଭଳି କସ୍ତୁରୀ କୁଣ୍ଡଳ ବସେ ଦୁର୍ବଳ ମନୋବାହୀ ସେ କଥା ପିଓର ଜାଣୁନି ଯେଭଳି ରୋଗର ନାଭିକୁ କସ୍ତୁରୀ ବାହାରିଲେ ତାର କସ୍ତୁର ବାସନା ଯାଇ ଚମକୁ ଯାଏ ପୁଣି ସେ କସ୍ତୁରୀକୁ ଲାଭ କରିବା ପାଇଁ ଇତସ୍ତର ଧାବନ କରେ କିନ୍ତୁ ସେ ଜାଣିପାରନ୍ତି ମୋ ନାଭିରେ ସେ କସ୍ତୁରୀରେ ବାହାରୁଛି ତାର ବାସନା ଚଳୁଛି ସେ ନ ଜାଣିପାରି ସମାଜରେ ଠକି ଯାଏ ତଥାପି ଶେଷ ପର୍ଯ୍ୟନ୍ତ ଜାଣିପାରୁନି ଠିକ ସେଇଭଳି ଆମେ କଣ କରୁଛନ୍ତି ଆମେ ଖୋଜି ବୁଝୁଛନ୍ତି ସେହି ପରମାତ୍ମା କେଉଁଠାରେ ମନ୍ଦିରରେ ମସଜିଦରେ ମରୁପ୍ରାନ୍ତର ଭିତରେ ସିଂହ ସାଗର ଭିତରେ ଆଉ ପୁଣି କୋଉ ଗିର୍ଜା ଭିତରେ କି ଅନ୍ୟ କୌଣସି ଜାଗାରେ କି ସ୍ୱର୍ଗରେ ଏସବୁ ଅଛି କିନ୍ତୁ ସେଇ ଗୋଟିଏ ଜିନିଷକୁ ସେ ଆମକୁ ସେ କରିଦେଲା ସେ କହିଛନ୍ତି ଆରେ ଆତ୍ମା ତୁ ହଉଛୁ ସେଇ ଶୁଦ୍ଧ ସଚ୍ଚିଦାନନ୍ଦ ଆତ୍ମା ତୁ ହଉଛୁ ସେଇ ମୁଁ ବୋଲି ଯାହାକୁ କହୁଛୁ ତୁ ହଉଛୁ ସେଇ ଆତ୍ମସ୍ୱରୂପ ଅର୍ଥାତ ଏ ଶରୀର ନୁହେଁ ମନ ନୁହେଁ ବୁଦ୍ଧି ନୁହେଁ ଏମାନେ ତାଠାରୁ ପୃଥକ ଏ ପୃଥକ ବୁଦ୍ଧିକୁ ତ୍ୟାଗ ଯେତେବେଳେ ତୁମେ କରିବ ସେତେବେଳେ ଆସିଯିବ ତାର ସେ ଭାବ ପ୍ରେମ ଶ୍ରଦ୍ଧା ଭାବ ନିଷ୍ଠା ଭାବ କାରଣ ସେ ମୁଁ ଜାଣିବା ପାଇଁ ଆତ୍ମକୁ ଜାଣିବା ପାଇଁ ହେଉଛି ଆବଶ୍ୟକ ରହିଲା ଶ୍ରଦ୍ଧା ପ୍ରେମ ଆଉ ବିଶ୍ୱାସ ଏ ତିନୋଟି ଜିନିଷ ଯେତେବେଳେ ସେ ତାକୁ ଦୃଢ଼ୀଭୂତ କରିଦେବ ନିଜ ହୃଦୟ ଭିତରେ ଆଉ ତାର ଅବଶିଷ୍ଟ ସାଧନ କିଛି ରହେନି ଅବଶିଷ୍ଟ ସାଧନ କିଛି ରହେନି କାରଣ ସେ ଆମକୁ ଆଚରଣ ଭିତରେ ସେ ଦେଖେଇ ଦେଇଛନ୍ତି ପରମାତ୍ମା କିଭଳି ଭାବରେ ସେ ଆତ୍ମଭାବକୁ ଉଦ୍ଦୀପିତ କରାଯାଏ କାରଣ ସେ ସେଇ ଶୁଦ୍ଧ ସତ୍ୟନାରାୟଣ ଆତ୍ମା ବୋଲି ଯେତେବେଳେ ସେ ଉପଦେଶ ସମୟରେ ତାଙ୍କୁ ସେ କହିଛନ୍ତି ସମସ୍ତେ ପ୍ରାୟ ବର୍ତ୍ତମାନ ସମସ୍ତେ ଜାଣିଛନ୍ତି ଯୋଉମାନେ ଉପଦେଶ ପ୍ରାପ୍ତ ହେଇଛନ୍ତି ସେମାନେ ଜାଣିଛନ୍ତି ତେଣୁ ସେଇ ଭାବରେ ତମେ ଯେତେବେଳେ ରହିଯିବ ଭାବରେ ଭାବିତେ ହେଇଯିବ କାରଣ ସେଥିପାଇଁ ଆବଶ୍ୟକ ହଉଛି କଣ ବିଭିନ୍ନ ପ୍ରକାର ଭୂମିକା ଭିତରେ ଆମକୁ ଅତିକ୍ରମ କରିବ ପୁଣି କେହି କହିବନି ବାବା କଣ କହିଲେ ସେ ବେଦାନ୍ତ ବିଷୟ କହିଲେନି ଆଉ ଯାହା ତ ବୁଝିପାରିବନି ମାନେ ବୁଝନ୍ତୁ ନ ବୁଝନ୍ତୁ ଆମର କର୍ତ୍ତବ୍ୟ ଆମେ ସେଟା କରିବୁ କିନ୍ତୁ ଗୋଟିଏ ଜିନିଷ ହଉଛି କଣ ପୂର୍ବରୁ ଯେମିତି ଥିଲା ପୁଣି ବର୍ତ୍ତମାନରେ ମଧ୍ୟ ସେଇ ପ୍ରକାର ଭାବକୁ ଯଦି ଆମେ ଯଦି ମାନେ ଅତିରିକ୍ତ କରିବା ଲାଭଟା କଣ ଆମେ ସେ ବାହାର ବିଷୟ ବିଭିନ୍ନ ପ୍ରକାର ବିଷୟ ପ୍ରଥମ ହବା একদম সমস্যা করছেন পিলা তো বলছে যেহেতু লেখক ছিল মানে অভ্যাস করে কি সে তো বিভিন্ন প্রকার কথা কইপারি এটা সমস্যা করছে কে শাস্ত্র পড়ি মধ্যে অনেক কথা করছে কিন্তু বিভিন্ন তত্ত্বটা বিষয় কি করছে যে মানে তত্ত্বজ্ঞ পুরুষ সেই কেবল সে বলতে দিয়েছে যেভাবে আশ্বিন মাসের দ্বিতীয় চন্দ্র সমস্ত দেখি পারতেনি যে দেখে সে কোন করে না আমি দেখে আরে না ভাই যে কত উপরে চন্দ্র আছে সেইটাই চন্দ্র অন্য জন সে দেখে কিন্তু সমস্ত দেখেই পারতেনি সমস্ত দেখেই পারতেনি ঠিক সেইভাবে যে তাকে অনুভব করছে যে তাকে জানুছে সেই একমাত্র মানে জমি পারিব সে ভিতরে নাহি সে ভিতরে নাহি সে ভাবরে নাহি
ଯେତେ ଗଲେ କିଛି ଲାଭ କିଛି ହୁଏ ନାହିଁ। ସମାଜରେ ସମସ୍ତ ପୂର୍ବରୁ ଯେମିତି ପରେ ମଧ୍ୟ ସେମିତି ଅବସ୍ଥା ରହିଛି। ତେଣୁ ସେଥିପାଇଁ ଆମକୁ ସେ ମୁକ୍ତିର ଦ୍ୱାର ଦେଶରେ ଆସିକି ଆମେ ପହଞ୍ଚେଇଛି। କାରଣ ସମସ୍ତ ଜନ୍ମ ଭିତରେ ମାନେ ସମୟ ନୁହେଁ, ତାକୁ ଏକ୍ସପ୍ଲେନ୍ କରିବା ବହୁତ ସମୟ ଲାଗିବ। ତେଣୁ ଖାଲି କଥା ପଦେ ପଦେ କୁହାଯାଇଛି। କାରଣ ସମସ୍ତ ଜନ୍ମ ପରେ ଆମେ ପରମାତ୍ମା ମନୁଷ୍ୟ ଜନ୍ମ ଦେଇଛନ୍ତି। ମନୁଷ୍ୟ ଶରୀର ଭିତରେ ଆମର ସେ ଜ୍ଞାନ ବୈରାଗ୍ୟ ଭକ୍ତି ଏ ସମସ୍ତ ଉଦୟ ହେଇପାରିବ। ସେଥିପାଇଁ ଏ ମନୁଷ୍ୟର ଜ୍ଞାନ ବୈରାଗ୍ୟକୁ ଦେଖିଲେ ସେଥିପାଇଁ ପରମାତ୍ମା ଯେ ଆତ୍ମସନ୍ତୋଷ କରି ସେ ମନୁଷ୍ୟକୁ ସବୁଠାରୁ ଶ୍ରେଷ୍ଠ ଜନ୍ମ ବୋଲି ସେ ବିବେଚନା କରି କହିଛନ୍ତି। ମନୁଷ୍ୟ দেখি সন্তোষ দেখি সন্তোষ দেখি সন্তোষ দিব্য জ্ঞান অলৌকিক সাধারণ জ্ঞান কথা কুহযাଉନି। ସେ ଦିବ୍ୟ ଜ୍ଞାନ କେମିତି ଭାବରେ ଆସେ? ପ୍ରଥମେ ଆମକୁ ଗୁରୁଦେବ ଆମକୁ କହିଛନ୍ତି ସେଇ ମାନେ ଭାବରେ ଭାବିବା ପାଇଁ। ସେଇ ଭାବରେ ଭାବିବା ପାଇଁ ଆମକୁ ହଉଛି ଆମର ବିଭିନ୍ନ ପ୍ରକାର ଯୋଉ ତାର ପାୱାର ଅଛି, ତାର ଭୂମିକା ଅଛି, ସେ ଭୂମିକାକୁ ଅତିକ୍ରମ କରିବାକୁ ପଡ଼ିବ। ସାତଟି ଭୂମିକା ଅଛି। ସେ ସାତଟି ଭୂମିକା ଭିତରେ ଯେତେବେଳେ ଆମେ ଗମନ କରିବ ସେତେବେଳେ ଅଟୋମେଟିକ ସେ ଦିବ୍ୟ ଶକ୍ତି ଆସି ପ୍ରବେଶ ହେଇଯିବ। শুভেচ্ছা বিচারণা কর্মানুসা সত্তাবধি অসুশক্তি পদার্থ ভাবিলে তুরি অবস্থা। এই যে সাতটি ভূমিকা আছে, আমি শুভেচ্ছা শুভেচ্ছা হচ্ছে শ্রদ্ধামূলক। শ্রদ্ধার সহিত যেତେବେଳେ সে ଜାଣିବ ଯେ ନା ବାସ୍ତବରେ ମୁଁ ଏ ଦେବଦୂତକୁ ମନୁଷ୍ୟ ସହିତ ପ୍ରାପ୍ତ ହେଇଛି, ମୁଁ ପରମାତ୍ମାକୁ ଲାଭ କରିବା ଉଚିତ, ଏହି ପ୍ରକାର ବାର ବାର ଶ୍ରଦ୍ଧାର ସହିତ ସେ କଣ କରିବ, ଯାଇକି ସାଧୁ ସନ୍ଥ ଗୁରୁ ଏମାନଙ୍କ ସାନ୍ନିଧ୍ୟ ଲାଭ କରିବ ବାର ବାର। ଏବଂ ଏମାନଙ୍କ ଠାରୁ ସେ ଯେତେବେଳେ ପ୍ରବଚନ ଶୁଣି ସେମାନଙ୍କ ସାନ୍ନିଧ୍ୟ ଲାଭ କରିବ, ସେଠୁ ତାର ଆସିଯିବ ନା ଶ୍ରଦ୍ଧା ଆସିଯିବ। କଣ ନା ମୋ ବାସ୍ତବରେ କର୍ତ୍ତବ୍ୟ ଥିଲେ ମୁଁ ଖାଲି ପଦେ ପଦେ କରୁଛି, ମୋର ବାସ୍ତବିକ କର୍ତ୍ତବ୍ୟ ହଉଛି କଣ ନା ଗୁରୁ ଆଶ୍ରିତ ହେବା ପରେ ମୁଁ ସେ शुद्ध सचेतन आत्मा विषय को उपलब्धि कर पाए। जेतबे श्रद्धा सहित एक प्रकार से देखि साधु संत ज्ञानी माने एमान रो सानिध्य लाभ करिया परे तबे से तो तांको ठो से कोन करे जहाँ किछि से श्रवण करता है सेटा विचार जेतो विचार करबो कोन ये संसार रो चली ये संसार को जो नित्य अनित्य शरीर विभव मनुष्य सुख नित्य सत्नितम पुतु कर्तव्य धर्म संग्रह जो से विचार करबो नित्य शरीर हो जो भूत भविष्य वर्तमान ये तीन अवस्था भीतर ये शरीर रहे शरीर उत्पत्ति होची कार उत्पत्ति होची तार निश्चित विनाश तो शरीर होची अनित्य जार उत्पत्ति विनाश नहीं जेकि से परमात्मा आत्मा तेणु से आत्मा हूँ नित्य वर्तमान अच्छे पूर्व में थिला परे मध्य रहिबो ए समस्त प्रलय होला परे मध्य से मध्य रहिबो तेणु से ही नित्य ए समस्त विश्व संसार जहाँ किसी दृष्ट अदृष्ट देखा से समस्त होचे अनित्य। ए नित्य नित्य विचार जेतेबेले बार बार मन भीतर जेतेबेले उद्वेलित हुए सेतेबेले हुए कोन ना तार वैराग्य उत्पन्न वैराग्य उत्पन्न हुए कोन माने नित्य अधिकार विचार करा अरे मुझे अनित्य संसार भीतर केते जन्म मोर पड़े गलानी पुणी एही जन्म भीतर पुणी मु सेही भीतर के आसी पहुंच जाउची पुणी सेही कथा श्रवण करूची हां सेही कथा बार बार जे श्रवण करी सेटा अभिभूत हो जाय যদি আত্ম তাত্ত্বিক বিষয় যদি তুমি যদি মানে এই বিষয় যদি ন করব তবে অন্য বিষয়କୁ যদি শ্রবণ করব সেটি কোন বিভাগ কারণ গুরু আমକୁ তাত্ত্বিক বিষয় ଦେଇଛନ୍ତି গুরু ଆମକୁ ବୈରାଗ୍ୟ ବିଷୟ ଦେଇଛନ୍ତି
ଗୁରୁଙ୍କର କଥା ସେଇଭଳି ଭାବରେ ଯଦି ଆମେ ଯଦି ଗ୍ରହଣ କରିବା, ସେଇଭଳି ଭାବରେ ଯଦି ନିଜ ଉପରେ ଯଦି ଉଦ୍ଦୀପିତ କରିବା, ତେବେ ସେ ଆତ୍ମଭାବ ଏ ଶରୀର ଭିତରେ ତରଙ୍ଗାୟିତ ହୋଇଯିବ ଏବଂ ତରଙ୍ଗାୟିତ ଯେତେବେଳେ ହେଇଥାଏ ସେତେବେଳେ ଏକ ପ୍ଲାବନ ସୃଷ୍ଟି ହେଇଯିବ। ଏଭଳି ପ୍ଲାବନ ସୃଷ୍ଟି ହେଇଯିବ ଯାହାଦ୍ୱାରା କି ଭିତରେ ଯୋଉ ଆନନ୍ଦର ଲହରୀ ଆସିଯାଏ ସେ ଆଉ ତାର ଭଙ୍ଗ ହୁଏନି, ସେ ଆନନ୍ଦ ଭଙ୍ଗ ହୁଏନି। କିନ୍ତୁ ବାହାର ମାନେ କଥା କଥଳି ବିଭିନ୍ନ ପ୍ରକାର ବିଷୟକୁ ଯଦି ଆମେ ମର୍ଜି ଯିବା ପୂର୍ବରୁ ଆମେ ମଧୁଥିଲେ, ଏମିତି କେତେ ଜନ୍ମ ମଧୁଥିଲେ, ପୁଣି ଏଇ ଜନ୍ମ ଭିତରେ ପୁଣି ସେଇ ଗୁଡାକ ଯଦି ଆମେ ଯଦି ଏଗୁଡ଼ା ସ୍ୱୀକାର କରୁଛି ଯିବା, ତେବେ ତଳକୁ ପୁଣି ଆଉ ତାର ঊର୍ଧ୍ୱଗାମୀ ତାର ହେଇପାରେ। ସାବଧାନ, ଯେଉଁମାନେ ଗୁରୁଙ୍କ ଠାରୁ ଉପଦେଶ ପାଇଛନ୍ତି ଆଉ ଯେଉଁମାନେ ତତ୍ତ୍ୱକୁ ଗ୍ରହଣ କରିବା ପାଇଁ ଇଚ୍ଛା ପ୍ରକାଶ କରୁଛନ୍ତି ଆଉ ଯେଉଁମାନେ ବାସ୍ତବିକ ଏ ସଂସାରକୁ ଉଦ୍ଧାର ହେବା ପାଇଁ ବା ମୁକ୍ତି ସ୍ୱରୂପକୁ ଆସ୍ୱାଦନ କରିବା ପାଇଁ ଚେଷ୍ଟିତ ଅଛନ୍ତି, ସେମାନେ ତତ୍ତ୍ୱଦର୍ଶୀ ଗୁରୁଙ୍କର ସାନ୍ନିଧ୍ୟ ଲାଭ କରି ସେହି ପ୍ରକାର ବିଷୟକୁ ସେ ଗ୍ରହଣ କରିବା ଉଚିତ। ଯଦି ସେ ପ୍ରକାର ବିଷୟ ସେହି ବିଷୟ ଯେଉଁମାନେ କହୁଥିବେ ସେ ବିଷୟକୁ ବାର ବାର ଶ୍ରବଣ କଲେ ଆସିଯିବ କଣ ବିଚାର, ତାର ବିଚାର ଆସିଗଲା, ବିଚାର ମନୁଷ୍ୟ ସେଇଠୁ ଆସିଯିବ କଣ ନା ତା ହୃଦୟ ଭିତରେ କି ବୁଝିଯିବ, ବିଚାର କରିବ। ତେଣୁ ନିତ୍ୟାନିତ୍ୟ ବିଚାର ଯେତେବେଳେ ଆସିଯିବ ସେତେବେଳେ ହୃଦୟ ମଧ୍ୟରେ ଆରେ ମୋର ଆବଶ୍ୟକ ହଉଛି କଣ, ତା ନିଶ୍ଚିତ ଗୁରୁଙ୍କର ମୋର ଆବଶ୍ୟକ, ସେ ଗୁରୁଙ୍କର ସାନ୍ନିଧ୍ୟ ଲାଭ କରିବା ପାଇଁ ସବୁବେଳେ ଚେଷ୍ଟା କରେ। କିଭଳି ଗୁରୁ, ତାପରେ ଜାଣିତେ ଗୁରୁ ମାନେ ଯେ କହିବେ ଆରେ ଏଇଟା କି ମାନେ ତୋର ମୁକ୍ତି ହେଇଯିବ, କି ଯେତେବେଳେ ମଲା ବେଳକୁ ତୁ ମୁକ୍ତି ହବ କି ଆର ମାନେ ମୁକ୍ତି ହେଇଯିବ, ଏ ପ୍ରକାର ନୁହେଁ। ତୁ ସ୍ୱୟଂ ମୁକ୍ତ ସ୍ୱରୂପ, ଏଇ ବିଷୟକୁ ଯେ କହନ୍ତି ସେ ବାସ୍ତବିକ ସେ ମୁକ୍ତିର ସ୍ୱରୂପକୁ ଆସ୍ୱାଦନ କରିଥାନ୍ତି। କାରଣ ସେ ନିଜ ସେ ସ୍ଥିତିରେ କିଛି ରହିଥାନ୍ତି, ନିଜ ସ୍ଥିତି ଏଭଳି ଭାବରେ ସ୍ଥିତିରେ ରହିଥାନ୍ତି ସେ ସବୁ ସମୟରେ ଯେତେ ପ୍ରକାର ବିଷୟ ଆସିଲେ ବି ମଧ୍ୟ ସେ ସ୍ଥିତିରେ ରହିବେ। ଯାହା କିଛି ମାନେ କେହି ଯଦି ଆପ୍ୟାୟିତ କଲେ ମଧ୍ୟ ସେ ସ୍ଥିତିରେ ରହିବେ, କେହି ଦୁଃଖ ପ୍ରଦାନ କଲେ ମଧ୍ୟ ସେ ସ୍ଥିତିରେ ରହିବେ, କେହି ନିଜେ ଅପମାନ କଲେ ମଧ୍ୟ ସେ ସ୍ଥିତିରେ ରହିବେ, କେହି ଉଦାଚନା କରୁଥିଲେ ମଧ୍ୟ ସେ ସ୍ଥିତିରେ ରହିବେ। ଗୋଟେ ଉଦାହରଣ, କାରଣ ମାଙ୍କ ପାଖରେ ଆମେ ଯେତେବେଳେ ଥିଲୁ ସେତେବେଳେ ଗୋଟେ ହଉଛି କେଉଁଝର ବଡ ଚନ୍ଦ୍ରମଣି ମା ଘର ଅଛି, ପର୍ସନାଲିଟି ଅଛି, ଆଳତି ହଉଛି, ଆଳତି ସେ ଭକ୍ତବାଦ କରିଛନ୍ତି। ଏଭଳି ଭାବରେ ସେତେବେଳେ ସବୁବେଳେ ସେ ସ୍ଥିତିରେ ରହନ୍ତି, ସବୁ ସମୟରେ ଆଳତି କରୁଛନ୍ତି, ସେ ସ୍ଥିତିରେ ରହିଛନ୍ତି। ଆଳତି ସରିଯାଇଛି ସେ ରହିଛନ୍ତି ସମସ୍ତେ କିଛି ବି ହଉନାହାନ୍ତି, କିନ୍ତୁ ସେ ସ୍ଥିତିରେ ତମେ ଆସେ ସେତେବେଳେ ଆଉ ସେ କିଛି ବି ନଥାଏ, ଦେହାତ୍ମକ କିଛି ନଥାଏ, ଶରୀର ଥିଲା ମଧ୍ୟ ସେ ଅଶରୀର ଭାବରେ ରହିଥାନ୍ତି। ଯେତେବେଳେ ଶରୀର ଥାଇ ଯେତେବେଳେ ଅଶରୀର ଭାବରେ ରହିଥାନ୍ତି ସେତେବେଳେ ସେ କରୁଛନ୍ତି ନା ଜୀବନ ମୁକ୍ତ ଅବସ୍ଥା, ଜୀବନରେ ସେ ମୁକ୍ତ ଅବସ୍ଥା ତାଙ୍କୁ ଜୀବନ ମୁକ୍ତ ପୁରୁଷ ମଧ୍ୟ କୁହାଯାଏ, ଆଉ ତାଙ୍କୁ ଶୀତତତ୍ଵ ମଧ୍ୟ କୁହାଯାଏ, ଆଉ ତାଙ୍କୁ ଜ୍ଞାନୀ ମଧ୍ୟ କୁହାଯାଏ। ଏବଂ ଏଇଭଳି ସ୍ଥିତିକୁ ଯେତେବେଳେ ଆସନ୍ତି ବହୁବାର ଆମେ ସବୁ ଦେଖିଛୁ, ତାଙ୍କ ସୁନ୍ଦର ଯେତେବେଳେ ବହୁବାର ଏ ବିଷୟରେ ଆମେ ଅନୁଭବ କରିଛୁ ମାଙ୍କର ସ୍ଥିତି ବିଷୟ। ଆଉ ପୁଣି ଗୋଟେ ବିଶେଷ କୁହାଯାଏ, ଆପଣ ଗୋଟେ ମାଙ୍କର ଲୀଳା ବିଷୟ ଆମର ଚୁଇକାଚ ପକାବାଲି ଆଉ କଙ୍କଡ଼ାହାଣ୍ଡର କୀର୍ତ୍ତନ ପାର୍ଟି ମାନଙ୍କୁ ଅନୁରୋଧ ଦୟାକରି ଯାଇ ପ୍ରସାଦ ସେବନ କରନ୍ତୁ। ତିନୋଟି ସଂକୀର୍ତ୍ତନ ମଣ୍ଡଳୀର ଗୁରୁଭକ୍ତ ମାନେ ଯାଇକି ପ୍ରସାଦ ସେବନ କରନ୍ତୁ। ଆମର ଠିକ ଗୋଟାକ ବେଳେ ନଗର ବାହାରିବାର ଅଛି, ତେଣୁ ସମସ୍ତେ ତୁରନ୍ତ ଯାଇକି ପ୍ରସାଦ ସେବନ କରନ୍ତୁ। ତିନୋଟି କୀର୍ତ୍ତନ ମଣ୍ଡଳୀ ଖାଲି ଗୋଟେ ଉଦାହରଣ ଦେଖି ଖାଲି ଦୁଇଟା ମାନେ ତିନିଟା ବିଷୟରେ ଆହୁରି ଅଛି, 7ଟା ବିଷୟ ଅଛି। ଯାହା ହଉ ମାନେ ଖାଲି ଗୋଟେ ଆମେ ଉଦାହରଣ ଗୁରୁଦେବଙ୍କର ଉଦାହରଣ ଦିଆଯାଉଛି। ତ ଗୁରୁଦେବଙ୍କ ଉଦାହରଣ ଗୋଟିଏ ଉଦାହରଣ ହଉଛି କଣ, ଯେତେବେଳେ ପଞ୍ଚପଡ଼ାରେ ଥିଲେ ବା ଯେତେବେଳେ ଅବସ୍ଥାନ କରିଥିଲେ ପଞ୍ଚପଡ଼ାରେ ସେତିକିବେଳେ କଥା, ଆଉ ତା ପୂର୍ବରୁ କେଶରୀ ମାତା କଥା
केसरी माता जेतबे आसी देखंती पूरा डिटेल पढ़ते खाली टिकट हैंडल करते केसरी माता असले ये बेले कोन होता संस्कृति ये साधु संत ना आउ किछि एई प्रकार विषय टिकट सामान्य संस्कृति के हितला से संस्कृति को करिया पे तो सिरियस तापर किछो करे ठाकुर घरे कुटुंबे बसुंदी बा मुझे जेतरे बैठे खाना बोला लोग बैठे खाना रे मध्य बसुंदी मुझे तापर सुनचंदी से जाके प्रथम को रखंदी बांतन लीला से लीला देखी काहे के लीला देखिले से विसरा सामान्य के को अवतरण करते एटा गोटे उदाहरण द्वितीय उदाहरण होची पंचपड़ा उदाहरण अतरमा घरे जेतले रहते से सबल पुता पुता कहे पुता अतरे से संबलपुर भाषा तो समस्त जानछु हां पो बोली से यार आप पो बोली डाके से पुता पुता बोली बांधु से डाके से माय डाके सब बोली पुता पुता बोली हां से दिने मन किछि पछे जो तम्बा से घर भीतर पछे जे हठात देखला को बात के छोट बालक ऊपर सिखे सागे सागे से कोपो रे ए खिरानो हमके ये प्रोफेसर से दौड़ी होची ना देखि पके बुला ज्योतिर्मय होची सारा से घरटा होची ज्योतिर्मय होची तापर এই প্রকার ভাব से देखि देखि तापर से কথাটা से बोल देखो बांगर अलौकिक विश्वास आमे बुझिबो जेतले जाउ उमेश पटेल थिले आ बाबा आमे दुई जण बैंक संगे बुझियो चारटा बेले जाऊ जेतले चारटा बुझियो बस प्रश्न मत पचला कारण जो कथाटा हला बाबा के बैंक के पचर हां पचर बा ए जो आपण केसरी माता को घरे एक प्रकार हां विभिन्न प्रकार रूप देखि दिले आ तापरे पुनी ए अतरमा घरे एक प्रकार रूप देखिले तबे एटा कोन इसको माया काहे के हम करती है बात ठीक है अरे जहार दृष्टि जेमति ता सृष्टि से मतलब पुता पुता मिला पो बोले देखन पो ऊपर से दर्शन करछि जेमति के राम जेते बेले जाउଥିଲେ धन भक्ति करिया पे राक्षस मान काल बोली भावना करथि राक्षस माने अब सुंदर माने विचार करथले ये बुझ मोर माने वास्तविकी हां मोर पुरुष अर्थात मोर स्वामी भाव रे से माने ताको ग्रहण करथले आ जो माने हां साथी सौंदर जो माने सेही बोली वयस्क लोक ये मोर अत्यंत प्रिय ना साथी बोली विचार करथले माने जहार दृष्टि जेमति ता पछरे सृष्टि करछि तार दृष्टि का से प्रकार से सृष्टि कर से तो आरंभ करे अरे तमर दृष्टि एवढी भाବରେ हो प्रत्येक वस्तु भीतर जेवढी परमात्मा सत्ता विद्यमान अछि प्रत्येक वस्तु भीतर जदि से प्रकार सत्ता तुम उपलब्धि जे न करिबो हम केबे मध्य से सत्य भूमिका प्रतिक्रम करिया पाए प्रतिक्रम करि परिबो तपरे वस्तु बिबली बोले एटा गोटे उदाहरण स्वरूप जेमि कागजरे पडिथिले बाटो ए कागज से पछपट करिले से कागज डायरेक्ट करने माने अवलोकन करे अर्थात ताको प्लाटन देबो बोली कहै प्लाटन अवलोकन करे दर्शन करने आ तो निजे मध्य परीक्षा कर जति के छु समस्त निजे मध्य परीक्षा कर तुम निजे मध्य करो तुम गोटे वस्तु को अवलोकन रे देखो बहुत माने देखिबा परे तुम स्मरण कर दर्शन करतो देखो तो अवलोकन रे देखो सेटा के एक छोटी स्वरूप रे देखो तो से बुद्धि दर्शन एवं सेही सत्ता तुम उपलब्धि करबो से वस्तु भीतर से परमात्मा सत्ता अछि तेनु प्रत्येक वस्तु भीतर परमात्मा सत्ता अछि बोले तुम उपलब्धि करिया पाए सबले चेष्टा कले ये जो सत्य भूमिका कथा कहले कारण ये इशारा देले शीघ्र सारो बोले तेनु ये तृतीय भूमिका चतुर्थ भूमिका कथा बहुत कथा न कोन चतुर्थ भूमिका रे खाली पदे कहछि चतुर्थ भूमिका जेतबे से जाए हैं साधक सेतबे समग्र विश्व जगत एक स्वप्न बोली से
ସ୍ୱପ୍ନ ସମୟରେ ସ୍ୱପ୍ନ ଆମେ ଯାହା ଦେଖନ୍ତି ସ୍ୱପ୍ନ ଭଙ୍ଗ କରେ ତାହା ସବୁ ମିଥ୍ୟା ହେଇଥାଏ। ସ୍ୱପ୍ନଟା ମିଥ୍ୟା ହେଇଥାଏ। ଠିକ ସେଇଭଳି ଏ ସମଗ୍ର ବିଶ୍ୱ ଜଗତ ସେତେବେଳେ ତାଙ୍କର ଦୃଢ ବିଚାରଣା ତାର ଯେତେବେଳେ ବିଚାର କରିଥାଏ, ବୈରାଗ୍ୟ ଭାବ ଆସିଥାଏ, ଇହଲୋକ ପରଲୋକ ବିରକ୍ତି ଭାବ ଆସିଥାଏ। ତାପରେ ପୁଣି ସେ କଣ କରେ ନା ଗୁରୁଙ୍କ ଠାରୁ ବାକ୍ୟ ଗ୍ରହଣ କରି ତାକୁ ଯେତେବେଳେ ସେ ଶ୍ରବଣ କରୁଥାଏ, ମନନ କରୁଥାଏ, ମନ ଭିତରେ ଚିନ୍ତନ କରୁଥାଏ, ଅଭ୍ୟାସ କରୁଥାଏ, ଅଭ୍ୟାସ କରୁ କରୁ ତାର ଆସିଯାଏ ନା ଏ ସମଗ୍ର ବିଶ୍ୱ ଜଗତ କିଛି ନା ତ ମିଥ୍ୟା ସ୍ୱପ୍ନ ଯେଭଳି ମିଥ୍ୟା, ସ୍ୱପ୍ନ ଭଙ୍ଗ ହେଇଗଲେ ସେ ସ୍ୱପ୍ନଟା ମିଥ୍ୟା ହେଇଥାଏ। ଠିକ ସେଇଭଳି ଏ ସବୁଟା ହଉଛି ମିଥ୍ୟା। ସେଇଭଳି ସ୍ଥିତିରେ ଯେତେବେଳେ ପ୍ରତ୍ୟେକ ସମୟରେ ସ୍ଥିତିରେ ରହିଯାଏ, ସେତେବେଳେ କିଛି କଣ ତାଙ୍କୁ ଜ୍ଞାନୀ କୁହାଯାଏ, ତାଙ୍କୁ ବାସ୍ତବରେ ଜ୍ଞାନୀ ବୋଲି କୁହାଯାଏ। ସପ୍ତାପତି ଅବସ୍ଥାରେ ତାଙ୍କୁ ବାସ୍ତବରେ ତାଙ୍କୁ ଜ୍ଞାନୀ କୁହାଯାଏ। ଆମର ତ ଯେ ମୁଖ୍ୟ ପଟ୍ଟଶିଷ୍ୟ ଥିଲେ ଶ୍ରୀ ନାରାୟଣ ସ୍ୱାମୀ ଅନୁଭବ କରିଥିବା ଅନେକ ତାଙ୍କ ସାଙ୍ଗରେ ଯେତେ ଥିଲୁ ଆମେ ସବୁ ଅନୁଭବ କରିଛୁ। ଦାନ୍ତ ଘଷୁଥିବେ, କିନ୍ତୁ ଘଷୁ 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 ସେ ସ୍ଥିତିରେ ରହିଥିଲେ, କିନ୍ତୁ ଦାନ୍ତ କାଟିଲା ସରିବା ଉପରେ ଥିବ, କିନ୍ତୁ ସେ ଦାନ୍ତ ମାନେ ସେ ଆଉ ଜୀବ ଚାଲିବ। ତାପରେ ବା ସରିଗଲେ ଦାନ୍ତ ଅଛି ସେ କଥାଟା କିଛି କରିକି ସେ ଯିବ ନା ଦାନ୍ତ। ଦେଖ ମାନେ ସ୍ଥିତିଟା କି ପ୍ରକାର ଜିନିଷ, ଏହି ସ୍ଥିତିକୁ ଲାଭ କରିବା ପାଇଁ ସପ୍ତ ଭୂମିକାକୁ ଯେତେବେଳେ ସେ ଯାଏ, ସେତିକି ବେଳେ ଏ ସ୍ଥିତିକୁ ଲାଭ କରେ। ଲାଭ କଲେ ତାପରେ ସେ ମୁକ୍ତ ସ୍ୱରୂପକୁ ସେତେବେଳେ ଅବଶ୍ୟ ଏ ମୁକ୍ତି ସ୍ୱରୂପକୁ ଆସ୍ୱାଦନ କରିଥାଏ। କେତେ ଚତୁର୍ଥ ଭୂମିକା କଲେ ମୁକ୍ତି ସ୍ୱରୂପକୁ ଆସ୍ୱାଦନ କରେ, ପୁଣି ଆହୁରି ଦୃଢ଼ ସ୍ଥିତିକୁ ଯିବା ପାଇଁ ହେଲେ ଆଉ ଯୋଉ ଚାରିଟା ଭୂମିକା ଅଛି ସେ ଭୂମିକାକୁ ଅତିକ୍ରମ କରିବାକୁ ପଡିବ। ତେଣୁ ଯେ ତେଣୁ ସମୟ ଅଭାବରେ ଆଉ ବିଶେଷ ଭାବରେ କହୁନି ଆଉ ଅନ୍ୟମାନଙ୍କର ଅଛନ୍ତି ଯେ ସାଧୁ ସନ୍ଥ ଅଛନ୍ତି, ଆଚାର୍ଯ୍ୟ ଅଛନ୍ତି, ସେମାନେ ମଧ୍ୟ ଟିକେ ଟିକେ ଆପଣମାନଙ୍କୁ ଆପ୍ୟାୟିତ କରିବେ। ତେଣୁ ସେ ବିଷୟରେ भगवान भगवान